ଶିରା ଦେଖା ଦେଇଥାଏ ସେମାନେ ଆଜୀବନ ରୋଗିଣୀ ହୋଇଥାନ୍ତି। ନମ୍ବର 12 ଯେଉଁ ମହିଳାମାନଙ୍କର କେଶର କଞ୍ଚକୁଆ କେଶଗୁଡ଼ିକ ସୂକ୍ଷ୍ମ ଓ ଅତ୍ୟନ୍ତ ଚିକ୍କଣ ସେମାନେ ସୌଭାଗ୍ୟବତୀ ହୁଅନ୍ତି। ନମ୍ବର 13 ଯେଉଁ ମହିଳାମାନଙ୍କର କେଶ ଘନ କଳା ଓ କୁଞ୍ଚକୁଞ୍ଚିଆ ସେମାନେ ସର୍ବଦା ଜୀବନରେ ସୁଖ ଭୋଗ କରିଥାନ୍ତି। ନମ୍ବର 14 ଯେଉଁ ମହିଳାମାନଙ୍କର କେଶ ଲମ୍ବା ନ ହୋଇ ଛୋଟ ଛୋଟ ସରୁ ଓ ସୁନ୍ଦର ଦେଖାଦେଇଥିବ ସେହି ମହିଳା ରାଜକନ୍ୟା ହୋଇଥାନ୍ତି। ନମ୍ବର 15 ଯେଉଁ ମହିଳାମାନଙ୍କର ଲମ୍ବା କେଶ ଓ ଚିକ୍କଣ ହୋଇଥାଏ ସେହି ମହିଳାମାନେ ପୁରୁଷଙ୍କ ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି। ନମ୍ବର 16 ଯେଉଁ ମହିଳାମାନେ ପ୍ରତ୍ୟେକ କଥାରେ ହୋ ହୋ ହୋଇ ହସନ୍ତି ସେହି ମହିଳାମାନଙ୍କର ଚରିତ୍ର ଭଲ ହୋଇନଥାଏ। ନମ୍ବର 17 ଯେଉଁ ମହିଳାମାନେ ହସିଲା ବେଳେ ତାଙ୍କ ଶରୀର ଥରୁଥାଏ ସେହି ମହିଳାମାନେ ସୌଭାଗ୍ୟବତୀ ହୁଅନ୍ତି। ନମ୍ବର 18 ଯେଉଁ ମହିଳାମାନେ ହସିଲା ବେଳେ ସେମାନଙ୍କ ଦାନ୍ତ ବାହାରକୁ ଦେଖାଯାଏ ନାହିଁ ସେହିମାନେ ଅତୀତ ସୁଖୀ ଅଟନ୍ତି। ନମ୍ବର 19 ଯେଉଁ ମହିଳାମାନେ ମୁଣ୍ଡରେ ଗୋଟିଏ ସରାଳ ରେଖାରେ ସିନ୍ଧି କାଟିଥାନ୍ତି ସେହି ମହିଳାମାନେ ଐଶ୍ୱଲକ୍ଷଣୀ ହୋଇଥାନ୍ତି। ନମ୍ବର 20 ଯେଉଁ ମହିଳାମାନେ ହସିଲେ ଦୁଇ ଗାଲରେ ଗାତ ଭଳି ଦେଖାଯାଏ ସେହି ମହିଳାମାନେ ଲମ୍ପଟି ହୋଇଥାନ୍ତି। ନମ୍ବର 21 ଯେଉଁ ମହିଳାମାନେ କଣେଇ କଣେଇ ଅନାଇ ମୁରୁକି ହସିଥାନ୍ତି ସେହି ମହିଳାମାନେ ସର୍ବଦା ଅନ୍ୟ ପୁରୁଷଙ୍କ ପ୍ରତି ଆକୃଷ୍ଟ ଥାଆନ୍ତି। ନମ୍ବର 22 ଯେଉଁ ମହିଳାମାନେ ହସି ହସି କଥା କହିଲା ବେଳେ ତାଙ୍କର ଆଖି ବିଲେଇ ପରି ଦେଖାଯାଏ ସେହି ମହିଳାମାନେ। ନମ୍ବର 23 ଯେଉଁ ମହିଳାମାନେ ହସିଲା ବେଳେ ଦାନ୍ତର ଉପରି ଭାଗ ଦେଖାଯାଏ ସେହି ମହିଳାମାନେ ଚୋରଣୀ ପ୍ରକୃତିର ହୋଇଥାନ୍ତି। ନମ୍ବର 24 ଯେଉଁ ମହିଳାମାନଙ୍କର ପାଦର ଗୋଇଠି ଅସମାନ ହୋଇଥାଏ ସେହି ମହିଳାମାନେ ଜୀବନରେ ଦାରିଦ୍ର୍ୟ ଓ ପକ୍ଷାଘାତରେ ଦିନ କାଟୁଥାନ୍ତି। ନମ୍ବର 25 ଯେଉଁ ମହିଳାମାନଙ୍କର ମୁଣ୍ଡ ବଡ଼ ହୋଇଥାଏ ସେହି ମହିଳାମାନେ ସ୍ୱଭାବରେ ଖଳ ପ୍ରକୃତିର ହୋଇଥାନ୍ତି। ନମ୍ବର 26 ଯେଉଁ ମହିଳାମାନଙ୍କର ମୁହଁ ଗୋଲାକାର ହୋଇଥାଏ ସେହି ପ୍ରକାର ମହିଳାମାନେ ସୁଲକ୍ଷଣୀ ସ୍ୱଭାବର ଅଟନ୍ତି। ନମ୍ବର 27 ଯେଉଁ ମହିଳାମାନଙ୍କର ମୁହଁ ଅତି ସରୁ ବା ଗୋଜିଆ ଦେଖାଯାଏ ସେହି ମହିଳାମାନେ ଜିତୋର ପ୍ରକୃତି ଅଟନ୍ତି। ନମ୍ବର 28 ଘରର ଉତ୍ତର ଦିଗରେ ଲକ୍ଷ୍ମୀଙ୍କ ଫଟୋ ଏବଂ କୁବେରଙ୍କ ଫଟୋ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ନମ୍ବର 29 ଯଦି ଘରେ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଥାଏ ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଏକ କୁବେରଙ୍କ ଫଟୋ ଆଣି ଠାକୁର ଘରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବା ସ୍ଥିତିତ ଦରିଦ୍ରତାର ଦୂର ହୋଇଥାଏ। ନମ୍ବର 30 ଯେଉଁ ପୁରୁଷ ବିନା କାରଣରେ ସନ୍ତାନମାନଙ୍କୁ ଏବଂ ପତ୍ନୀଙ୍କୁ ହଇରାଣ କରେ ସେ 7 ଜନ୍ମ ଯାଏ ନପୁଂସକ ହୋଇ ଜନ୍ମ ହୋଇଥାଏ ଏବଂ ଯେଉଁ ପୁରୁଷ ସ୍ତ୍ରୀ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖେ ତାହା ଓଜନ ଏବଂ ବଳକ୍ଷୟ ହୋଇଥାଏ।
तो दर्शक बंधु এই ভিডিওটি কেমিতি লাগিছি কমেন্ট মাধ্যমে জଣାଇବେ ଆଉ এই ভিডিওটি ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ ଆଉ ସେୟାର କରିବା ପାଇଁ ଜମାରୁ ଭୁଲିବେନି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ କାରଣ ଏହି ନୂଆ ନୂଆ ଭିଡ଼ିଓ ଏମିତିକା ଦେଖିବାକୁ ପାଇବେ।